बहुचर्चित हरिशंकर मंदिरर रहस्य दुई मंदिर भितरे केमिति आसिला गंधमार्दन पहाड़ केमिति मिलिले प्रभु हरिशंकर बलांगीर रे रहिछि महावीर हनुमान का कथा। ओएसिस फर्टिलिटी रे व्यक्तिगत एवं विज्ञान भित्तिक चिकित्सा सहित आपणकर सुस्थ शिशु को 69% सफलता हार रे रखंतु। बलांगीर जिलार पश्चिम भागरे बरगढ़ जिला सीमांत रे दंडायमान प्राकृतिक सौंदर्य भरा गंधमार्दन पहाड़ देखिबाकू उच्च प्राकृतिक शोभाराशि चिरश्रोता झरणा जीवन रक्षाकारी औषधीय गुल्मलता और जैव विविधता पाई गंधमार्दन पहाड़ परिचित। ଏହି ପାହାଡ଼ ସୁଦୀର୍ଘ ହୋଇଥିବା ବେଳେ ବଲାଙ୍ଗୀର ବରଗଡ଼ ଜିଲ୍ଲାର ସୀମାନ୍ତ ସହ ନୂଆପଡ଼ା ଜିଲ୍ଲାକୁ ମଧ୍ୟ ଛୁଇଁଛି। ଆଉ ପାହାଡ଼ର ପୂର୍ବ ଦିଗରେ ହରିଶଙ୍କର ଏବଂ ପଶ୍ଚିମ ଦିଗରେ ନୃସିଂହନାଥ ଅବସ୍ଥିତ। ଗନ୍ଧମାର୍ଦନ ପାହାଡ଼ ଓ ହରିଶଙ୍କର ମନ୍ଦିରକୁ ନେଇ ପୁରାଣ ଇତିହାସ ଓ ଲୋକକଥା ବେଶ୍ ସୁନ୍ଦର। ରାମାୟଣ ଅନୁସାରେ ଲକ୍ଷ୍ମଣଙ୍କୁ ଶକ୍ତି ଭେଦ ପରେ ରାମ ରାବଣର ଯୁଦ୍ଧ ସମୟରେ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ଶକ୍ତି ଭେଦ କଲା ପରେ ବୈଦ୍ୟ ସୁଷେଣଙ୍କ ନିର୍ଦ୍ଦେଶରେ ହନୁମାନ ହିମାଳୟ ପର୍ବତ ଶ୍ରେଣୀର ଗନ୍ଧମାର୍ଦନ ଶୃଙ୍ଗରୁ ବିଶଲ୍ୟକରଣୀ ସଂଗ୍ରହର ଅସମର୍ଥ ହୋଇ ପାହାଡ଼କୁ ଉଠାଇ ନେଇଥିବା ବେଳେ ଏକ ଖଣ୍ଡ ଯାହା ପଡ଼ିଥିଲା ତାହା ଏବେ ଗନ୍ଧମାର୍ଦନ ରୂପରେ ପରିଚିତ ଏବଂ ଆଜି ବି ହଜାର ହଜାର ପ୍ରଜାତିର ଗୁଳ୍ମଲତା ଏଠାରେ ମିଳିଥାଏ। ଇତିହାସ ଅନୁସାରେ 1200 ଶତାବ୍ଦୀରେ ଚୌହାନ ବଂଶୀୟ ପାଟଣା ମହାରାଜ ବୈଜଳ ଦେବ ତାଙ୍କ ମହାରାଣୀ ଦୁର୍ଲଭା ଦେବୀଙ୍କ ପ୍ରେରଣାରେ ହରିଶଙ୍କର ମନ୍ଦିର ନିର୍ମାଣ କରାଇଥିବା ଜଣାଯାଏ। କିମ୍ବଦନ୍ତୀ ଅନୁସାରେ ସହଦେବ କନ୍ଧ ନାମକ ଜଣେ ଆଦିବାସୀ ବ୍ୟକ୍ତି କନ୍ଦା ସଂଗ୍ରହ କରୁଥିବା ବେଳେ ହରିଶଙ୍କରଙ୍କ ସନ୍ଧାନ ପାଇଥିବା ବେଳେ ରାଣୀଙ୍କୁ ମଧ୍ୟ ଏ ସମ୍ପର୍କରେ ସ୍ୱପ୍ନାଦେଶ ହୋଇଥିଲା। ଏହାକୁ ଭିତ୍ତି କରି ମନ୍ଦିର ନିର୍ମାଣ ହୋଇଥିବା ଜଣାଯାଏ। ଆଉ ଆମେ ସମସ୍ତେ ଜାଣିଛୁ ଆମ ବଲାଙ୍ଗୀର ପାଦ ଦେଶରେ ଗନ୍ଧମାର୍ଦନ ପାହାଡ଼ ଅଛି। ଆଉ ସେ ଗନ୍ଧମାର୍ଦନ ପାହାଡ଼ର ପୁରା ପାଦ ଦେଶରେ ଅଛି ଆମ ହରିଶଙ୍କର ମନ୍ଦିରଟା। ଆଉ ମାଘ ମାସ ବି ଭିଡ଼ ହେଉଛି ତ ପ୍ରାୟ ଯେତେବେଳେ ଆମେ ପୂର୍ଣ୍ଣ ମାସ ମାରୁଛେ ସବୁ ମାସରେ ଭିଡ଼ ହେଉଛି। କିନ୍ତୁ ଆମେ ଦେଖିବାକୁ ଗଲେ ଶିବ ମାମୁଙ୍କ ଦୃଷ୍ଟିରୁ ଶିବରାତ୍ରିକୁ ଆମେ ଧୁମଧାମରେ ପାଳନ କରସୁଁ। ଆଉ ବିଷ୍ଣୁ ମହାପ୍ରଭୁଙ୍କ ହିସାବରେ ଦେଖା ବେଲେ ଆମ ନୃସିଂହ ଚତୁର୍ଦଶୀ ବେଲାଟାକେ ମାନେ ଅଭୟ ତ୍ରିପାଠୀ ଲକ୍ଷ୍ମଣ ରାମ ଲକ୍ଷ୍ମଣ ସୀତା ଯେତେବେଳେ ବନବାସ ଯାଇଥିଲେ ସେ ସମୟରେ ଲକ୍ଷ୍ମଣକୁ ଶକ୍ତିଭେଦ ଦେଇଥିଲା। ସେ ଶକ୍ତିଭେଦ ସମୟରେ ହନୁମାନ ଜୀବନ ରକ୍ଷାକାରୀ ଔଷଧ ହିମାଳୟକୁ ନେବା ପାଇଁ ଯାଇଥିଲେ। ଆଉ ସେଠୁ ସେ ହିମାଳୟର ଶୃଙ୍ଗକୁ ଛିଡେଇ ଆଣିଥିଲେ ଯୋଉଟାକି ଗନ୍ଧମାର୍ଦନ ଶୃଙ୍ଗ ଥିଲା। ସେ ଏଠି ତାର ଅଂଶବିଶେଷ ପଡିଛି ଏବଂ ଏଇଠି ସେ ସେଇଠି ପାଇଁ ଜୀବନ ରକ୍ଷାକାରୀ ଅନେକ ଔଷଧ ଥିବାର ଲୋକ କଥା ଶୁଣିବାକୁ ମିଳେ। ଏଠାରେ ପ୍ରବାହିତ ଚିରସ୍ରୋତା ଝରଣା ନୈସର୍ଗିକ ଶୋଭାରାଶି ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ବର୍ଷକୁ ଅନେକ ପୂଜାପାଠ ମେଳା ମହୋତ୍ସବ ହୋଇଥିବା ବେଳେ ଶିବରାତ୍ରି ଓ ନୃସିଂହ ଚତୁର୍ଦଶୀ ମୁଖ୍ୟ ପର୍ବ ଅଟେ। ପ୍ରତିବର୍ଷ ନୃସିଂହ ଚତୁର୍ଦଶୀରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହେଉଥିବା ବେଳେ ପାହାଡ଼ ଚଢ଼ି ଶ୍ରଦ୍ଧାଳୁମାନେ ନୃସିଂହନାଥକୁ ଯିବା ଆସିବା କରିଥାନ୍ତି। ସେହିପରି ସବୁଠି ବ୍ରାହ୍ମଣ ପୂଜକ ଥିବା ବେଳେ ଏହି ମନ୍ଦିରରେ ସହଦେବ କନ୍ଧଙ୍କ ବଂଶର ଲୋକମାନେ ପୂଜା କରି ଆସୁଛନ୍ତି। ଏବେ ମନ୍ଦିରଟି ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ। ମୁଁ ହେଉଛି ବଳଭଦ୍ର ଦାସ, ହରିଶଙ୍କର ହାୟର ସେକେଣ୍ଡାରୀ ସ୍କୁଲର ପ୍ରିନ୍ସିପାଲ ଅଛି। ଦେଖନ୍ତୁ ହରିଶଙ୍କର ମନ୍ଦିର ଇତିହାସ ଜଣାପଡ଼େ ଯେ ଚତୁର୍ଦ୍ଦଶ ଶତାବ୍ଦୀରେ ଏହା ନିର୍ମାଣ କରାଯାଇଥିଲା। 1246ରୁ 1311 ଏଇ ଯେଉଁ ପିରିୟଡ଼ଟାରେ ରାଜା ଥିଲେ ପ୍ରଥମ ବୈଜଲ ସିଂହ ଦେଓ, ସେହି ସମୟରେ ଉଭୟ ହରିଶଙ୍କର ଏବଂ ନୃସିଂହନାଥ ଏ ଦୁଇ ମନ୍ଦିର ନିର୍ମାଣ କରାଯାଇଥିବା ଇତିହାସରୁ ଜଣାପଡ଼ୁଛି। ଉଭୟ ହରିଶଙ୍କର ଆଉ ନୃସିଂହନାଥ ୟାର ଗୋଟେ ତୀର୍ଥଗତ ସାମଞ୍ଜସ୍ୟ ରହିଛି। ଆପଣଙ୍କର ଗନ୍ଧମାର୍ଦନ ପର୍ବତର ପଶ୍ଚିମ ପଟେ ସେପଟେ ଅଛନ୍ତି ନୃସିଂହନାଥ ମହାପ୍ରଭୁ। ଏ ସମକାଳରେ ନିର୍ମାଣ କରାଯାଇଛି ଏବଂ ୟାର ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଝରଣା ଔଷଧୀୟ ବୃକ୍ଷରାଜି ବିଭିନ୍ନ ପ୍ରକାର ଜୀବଜନ୍ତୁ ସହିତ ନୈସର୍ଗିକ ସୌନ୍ଦର୍ଯ୍ୟ ଏ ପୀଠକୁ ମହିମାନ୍ୱିତ କରିଛି। ତେବେ ହରିଶଙ୍କର ମନ୍ଦିର କେବଳ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରେ ନାହିଁ। ଏଠାକାର ପ୍ରାକୃତିକ ଶୋଭାରାଶି ଚିରସ୍ରୋତା ଝରଣା ମୃଗ ବିହାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହା ସତ୍ତ୍ୱେ ହରିଶଙ୍କର କ୍ଷେତ୍ରର ଆଶାନୁରୂପକ ବିକାଶ ହୋଇନଥିବା ବେଳେ ଅନେକ କାମ ବାକି ରହିଛି। ଖପ୍ରାଖୋଲରୁ ଜ୍ୟୋତିରଞ୍ଜନ ପଣ୍ଡାଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।